जय जगन्नाथ पिलाମାନେ ତମକୁ ମାନଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓରେ ତମମାନଙ୍କୁ ପୁଣି ଥରେ ସ୍ୱାଗତ ଜଣାଉଛି। ଯେଉଁ ଅଷ୍ଟମ ଶ୍ରେଣୀ ପିଲାମାନେ ରହିଛନ୍ତି, ଅଷ୍ଟମ ଶ୍ରେଣୀ ପିଲାମାନଙ୍କର ଯେଉଁ ପୁରା ତୁମର ବାର୍ଷିକ ପରୀକ୍ଷା ଆନୁଆଲ୍ ଏକ୍ଜାମ୍ ପିଲାମାନେ, ଆନୁଆଲ୍ ଏକ୍ଜାମ୍ର ପ୍ରଶ୍ନପତ୍ର ଆମେ এই ଭିଡ଼ିଓରେ ଡିସ୍କସନ୍ କରିବା। ଯାହାକି ତୁମର ରହିଛି ପିଲାମାନେ ପ୍ରଥମ ଭାଷା ଓଡ଼ିଆ। ଦେଖ ବିଷୟ ଓଡ଼ିଆର କ୍ୱେଶ୍ଚନ୍ ପତ୍ର ବା ପ୍ରଶ୍ନପତ୍ର ରହିଛି। ଦେଖ ଏଇଟା 2025 ରହିଛି, ତ ଏଇଟା ତୁମ ଡିଟେଲ୍ ରହିଛି, ତୁମେ ପଢ଼ିପାରିବ। ତ ଏବେ ପ୍ରଶ୍ନପତ୍ର ଡିସ୍କସନ୍ କରିବା। ଦେଖ ପିଲାମାନେ ଯେଉଁମାନେ ବି ଏତେ ପର୍ଯ୍ୟନ୍ତ ଚ୍ୟାନେଲଟି ସବସ୍କ୍ରାଇବ୍ କରିନାହ, ଚ୍ୟାନେଲଟି ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅଲ୍ରେ ସେଟ୍ କର, ଯାହାଦ୍ୱାରା କି ଆଗକୁ ଯାହା ବି ପ୍ରଶ୍ନପତ୍ର କିମ୍ବା ତୁମର ସିଲେକ୍ସନ୍ କିଛି ବି ଆପଲୋଡ଼ ହେବ, ରିଏଲ୍ ପ୍ରଶ୍ନପତ୍ର ହେଉ କିମ୍ବା ତୁମର ସିଲେକ୍ସନ୍ ସବୁକିଛିର ନୋଟିଫିକେସନ୍ ତୁମେ ପ୍ରଥମେ ପାଇପାରିବ। ଠିକ୍ ଅଛି, ତ ସେଥିପାଇଁ ଚ୍ୟାନେଲଟି ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅଲ୍ରେ ସେଟ୍ କର ଏବଂ ତୁମ ସାଙ୍ଗମାନଙ୍କ ପାଖକୁ ସେୟାର କର। ତ ପିଲାମାନେ ପ୍ରଥମ କ୍ୱେଶ୍ଚନ୍ କ'ଣ କହିଲା? ପ୍ରଥମ କ୍ୱେଶ୍ଚନ୍ କହିଲା କି ତୁମର ଅନୁଚ୍ଛେଦଟି ପଢ଼ି 1ରୁ 6 ନମ୍ବର ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନର ଉତ୍ତର ଦିଅ। ଠିକ୍ ଅଛି, ଅନୁଚ୍ଛେଦ କ'ଣ କହିଛି ଦେଖ, ଅନୁଚ୍ଛେଦ ପିଲାମାନେ ପଢ଼ିଦେବ। ପ୍ରଥମେ କହିଛି ଗଙ୍ଗବଂଶର ପ୍ରଥମ ରାଜାଙ୍କ ନାମ କ'ଣ? ଗଙ୍ଗବଂଶର ପ୍ରଥମ ରାଜାଙ୍କ ନାମ କ'ଣ ହୋଇଛି ପିଲାମାନେ? ତୁମେ ଗୋଟେ ମିନିଟ୍ ଏଇଟା ପଢ଼ିନେବ ଠିକ୍ ସେ। ଗଙ୍ଗବଂଶର ପ୍ରଥମ ରାଜାଙ୍କ ନାମ ଥିଲା ଚଡ଼ଗଙ୍ଗ ଦେବ। ଠିକ୍ ଅଛି, ତ ଏଇଟା ହେଇଯିବ କ'ଣ? ଚଡ଼ଗଙ୍ଗ ଦେବ। ଏଇଭଳିଆ ସବୁ କ୍ୱେଶ୍ଚନ୍ ପାରାଗ୍ରାଫ ପଢ଼ିବ, କ୍ୱେଶ୍ଚନ୍ ଆନ୍ସର୍ ଲେଖିବ। ନେକ୍ସଟ ଦେଲା କ'ଣ? ଲିଙ୍ଗରାଜ ମନ୍ଦିରର ଗଠନଶୈଳୀ କିପରି? ଦେଖ ଲିଙ୍ଗରାଜ ମନ୍ଦିର କ୍ଷେତ୍ରରେ କାରୁକାର୍ଯ୍ୟ ଓଡ଼ିଶାର ଧର୍ମ, ଏସବୁ ଥିଲା ଲିଙ୍ଗରାଜ ମନ୍ଦିରର ବା ମାନେ କାରୁକାର୍ଯ୍ୟ। ଠିକ୍ ଅଛି, ଗଠନଶୈଳୀ। ତାପରେ କହୁଛି କେଉଁ ଦେବାଦେବୀଙ୍କ ମନ୍ଦିର ପାର୍ଶ୍ୱରେ ଥିବା ଦେବତା ଭାବେ ପୂଜା ପାଉଛନ୍ତି? କେଉଁ ଦେବାଦେବୀ ପିଲାମାନେ? ମନ୍ଦିରର ପାର୍ଶ୍ୱ ଦେବତା ଗଣେଶ, କାର୍ତ୍ତିକେୟ, ପାର୍ବତୀ ମୂର୍ତ୍ତିର ନିର୍ମାଣ କଳା ଅତ୍ୟନ୍ତ ରମଣୀୟ, ତ ସେଇମାନେ ହିଁ ପୂଜା ପାଉଛନ୍ତି। ତ ଟିକେ ଭଲସେ ବୁଝି ନେବ। ନେକ୍ସଟ ଦେଲା 4 ନମ୍ବର, ଭୁବନେଶ୍ୱରକୁ କାହିଁକି କୃତ୍ତିବାସ କ୍ଷେତ୍ର କୁହାଯାଏ? କାହିଁକି? ଏଇଟା ଶିବଙ୍କର ଯେଉଁ ରହିଛି ଲିଙ୍ଗରାଜ ଉପରେ ଲେଖା ହେଇଛି, ଭଲସେ ଦେଖିନେବ। ନେକ୍ସଟ ଦେଖ 5 ନମ୍ବର କ୍ୱେଶ୍ଚନ୍ ପିଲାମାନେ, ମନ୍ଦିରର କାରୁକାର୍ଯ୍ୟ ଓଡ଼ିଶାର ସଂସ୍କୃତିକୁ କେଉଁ ସବୁ ଦିଗକୁ ପ୍ରତିଫଳିତ କରି? ଦେଖ ଏଠି ଲେଖା ହେଇଛି, ଦେଖ ଗୋଟେ ମିନିଟ୍ ମୁଁ ଓପନ୍ କରି ପୁଣି ଏଠି ଯେଉଁ ଲେଖା ହେଇଛି, ବିଶାଳ ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଶିଳ୍ପ ଅସାଧାରଣ କାରୁକଳା ଲେଖା ହେଇଛି, ଚାରୁକଳା ହେବ ଏଇଟା। ମନ୍ଦିରଟି ପଞ୍ଚରଥାକୃତି, ଏହାର ଉଚ୍ଚତା 147 ଫୁଟ। ମନ୍ଦିରର ମୂଳ ଅଂଶ ଚିତ୍ତାକର୍ଷକ କାରୁକାର୍ଯ୍ୟ ପରିପୂର୍ଣ୍ଣ। ଏହା ପିଲାମାନେ ହେଇଯିବ ତୁମର କରେକ୍ଟ ଆନ୍ସର୍। ଠିକ୍ ଅଛି, ତ ନେକ୍ସଟ ଦେଖ ନେକ୍ସଟ କ୍ୱେଶ୍ଚନ୍ କ'ଣ ରହିଛି? ତ ନେକ୍ସଟ କ୍ୱେଶ୍ଚନ୍ ଦେଲା ତୁମର ଗୋଟେ ମିନିଟ୍ ଦେଖ, ନେକ୍ସଟ ଦେଲା ତୁମର 6 ନମ୍ବର କ୍ୱେଶ୍ଚନ୍ ସେଇ ପାରାଗ୍ରାଫର, ଗଙ୍ଗବଂଶ ରାଜାମାନେ ମନ୍ଦିର ସେବା ପୂଜା ଲାଗି କି ବ୍ୟବସ୍ଥା କରିଥିଲେ? ତୁମେ ପାରାଗ୍ରାଫଟି ଭଲସେ ଆନ୍ସର୍ ଦେଇପାରିବ। ଦେଖ ପିଲାମାନେ ପଦ୍ୟାଂଶଟି ପଢ଼ି 7ରୁ 12 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଉତ୍ତର ଲେଖ। ପ୍ରଥମେ ତୁମେ ପାରାଗ୍ରାଫ ପଢ଼ିଲ, ପ୍ରଥମେ ତୁମେ କ'ଣ କଲ ନା ପାରାଗ୍ରାଫ ପଢ଼ି ତୁମେ କ୍ୱେଶ୍ଚନ୍ ଆନ୍ସର୍ ଦେଲ। ନେକ୍ସଟ ତୁମେ ଏଇ ଯେଉଁ ପୋଏମ୍ଟି ରହିଛି, ପୋଏମ୍ ବା ପଦ୍ୟ, ଏଇ ପଦ୍ୟର ପ୍ରଶ୍ନ ପଢ଼ି ତୁମେ ଆନ୍ସର୍ ଦେବ। ଠିକ୍ ଅଛି, ତ ଧରିଛି ଧରଣୀ ଧରାର ଭାର, ଖେଳୁଛି କଳରେ ଭାବ ସଂସାର, ସତ୍ୟ ଶାନ୍ତି ଦୟା କ୍ଷମା ଆବରି, ଛପଙ୍ଗାଙ୍କ ପଡ଼ି ଦିଏ ସର୍ବରି। ତ ପୃଥିବୀର ଭାରକୁ କିଏ ଧାରଣ କରିଛି? କିଏ ପିଲାମାନେ? ଦେଖ ଧରିଛି ଧରଣୀ ଧରାର ଭାର, ତ ଧରଣୀ ହେଇଯିବ କରେକ୍ଟ ଆନ୍ସର୍। ଠିକ୍ ଅଛି, ମୁଁ ଲେଖିଦେଉଛି ଏଠି, ଧରଣୀ ଧରାର ଭାର, ଗୋଟେ ମିନିଟ୍, ଧରଣୀ ଧରାର ଭାରକୁ ଧାରଣ କରିଛି। ଠିକ୍ ଅଛି, ଏଇଟା ଧରଣୀ ହେଇଯିବ କରେକ୍ଟ ଆନ୍ସର୍। ନେକ୍ସଟ ଧରଣୀ ମାଆକୁ ଗୋଟେ ମିନିଟ୍, ଧରଣୀ ମାଆକୁ ଧନ୍ୟାଧନ୍ୟ କହିବାର ତାତ୍ପର୍ଯ୍ୟ କ'ଣ? କ'ଣ କୁହାଯାଇଛି? ଯେଉଁ ଖେଳୁଛି କଳା, ଏଠି ତୁମେ ପିଲାମାନେ ଏଇଟା ତୁମ ନିଜ ଭାଷାରେ ଲେଖିପାରିବ। ଧରଣୀ ମାଆକୁ ଧନ୍ୟାଧନ୍ୟ କହିବାର ତାତ୍ପର୍ଯ୍ୟ ହେଉଛି ସେ ଆମକୁ ସବୁକିଛି ଉତ୍ସର୍ଗ କରିଦେଇଛି, ବା ଆମର ସେ ଆମକୁ ସବୁକିଛି ଦାନ କରିଛି। ଠିକ୍ ଅଛି, ଏଇଭଳି ତୁମେ ଭଲସେ ବନେଇକି ଲେଖିପାରିବ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖ, ନେକ୍ସଟ ଦେଲା କି ତୁମର ସେଇଥିର ବକ୍ଷୁ ଅବରିତ ଝରଇ ଝର କବିତାରେ ଏପରି କାହିଁକି କୁହାଯାଇଛି? କାହିଁକି? ଦେଖ ତୁମେ ପିଲାମାନେ ଯିଏ ଏଇ ପୋଏମ୍କୁ ଭଲସେ ପଢ଼ିଯିବ, ୟାକୁ ଯଦି ଯିଏ ଭଲସେ ବୁଝିଯିବ, ସେଇଟା ଲେଖିପାରିବ। ଠିକ୍ ଅଛି, ତ ଏହା ଥିଲା ତୁମର କ୍ୱେଶ୍ଚନ୍ରୁ ସ୍କ୍ରିନ୍ସଟ୍ ନେଇନିଅ, ତୁମେ ଭଲସେ ଦେଖ, ସ୍କ୍ରିନ୍ସଟ୍ ନେଇନିଅ। ନେକ୍ସଟ ଦେଲା 11 ନମ୍ବର କ୍ୱେଶ୍ଚନ୍, 12 ନମ୍ବର କ୍ୱେଶ୍ଚନ୍, କବିତାର ସମାନ ଶୁଭୁଥିବା ଶବ୍ଦ ଗୁଡ଼ିକ ପୂରଣ କର। ଆବରି ପରି କେଉଁ ଶବ୍ଦ ଶୁଭା ହେଉଛି? ଦେଖ ଗୋଟେ ମିନିଟ୍, ମୁଁ କବିତାଟି ପୁଣି ଦେଖାଇ ଦେଉଛି ଏଠି। ଆବରି ଧରଣୀ, ଆବରି, ଗୋଟେ ମିନିଟ୍, ଆବରି ପରି ସର୍ବରି, ସେପରି ଧରଣୀ ପରି ଧରାର, ଧରଣୀ ଧରା, ଠିକ୍ ସେହିପରି, ମାନେ ଯେଉଁଗୁଡ଼ା ସବୁ ମାନେ ମ୍ୟାଚ୍ ହେଉଥିବ ସେଗୁଡ଼ା ସବୁ ତୁମେ ଏଠି ଲେଖିବ। ଠିକ୍ ଅଛି, ଉପମା ମଧ୍ୟ ସେଠି ଦେଖିକି ଲେଖିଦେବ। ନେକ୍ସଟ ଦେଖ 13 ନମ୍ବର କ୍ୱେଶ୍ଚନ୍, 13 ନମ୍ବର କ୍ୱେଶ୍ଚନ୍ ଲେଖିଲା ସରଳ ଭାଷାରେ ବୁଝାଇ ଲେଖ। ଏଇ ଯେଉଁ ଗୋଟେ ପିଲାମାନେ ତୁମ ବହିରେ ମଧ୍ୟ ଅଛି, ଉଠ ଭାଇ ଉଠ ନବଜୀବନ ଆଲୋକ, ଶୋଇଥିଲେ ଚାହିଁ ହସୁଥିବେ ଲୋକ, ଏଇଟା ପିଲାମାନେ ତୁମ ବୁକ୍ରୁ ଅଛି, ୟାକୁ ତୁମେ ସରଳ ଭାଷାରେ ବୁଝାଇକି ଲେଖିବ। ଠିକ୍ ଅଛି, ତ ନେକ୍ସଟ କ୍ୱେଶ୍ଚନ୍ ଦେଖ, ନେକ୍ସଟ ଦେଲା 14 ନମ୍ବର କ୍ୱେଶ୍ଚନ୍, 14 ନମ୍ବର କ୍ୱେଶ୍ଚନ୍ ଦେଲା କି ସରଳ ଭାଷାରେ ବୁଝାଇ ଲେଖ। ରଙ୍ଗୁଦୀର ତୈଳ ଦୀପ ଶିଖା ଅନ୍ଧକାର ନାସିଲା ପୁକାରି, ଏଟା ମଧ୍ୟ ସେ ସରଳ ଭାଷା ଲେଖିବ। ପିଲାମାନେ 2 ମାର୍କ ଅଛି, ଏଇଟା ଜମା ବି ମିସ୍ କରିବନି। ନେକ୍ସଟ ଦେଖ 5 ନମ୍ବର, ଏକ ପଦରେ ପ୍ରକାଶ କର, 1 ମାର୍କ। ନାହିଁ ଧନ ଯାହାର ନିର୍ଧନ, କ'ଣ ହେଇଯିବ ଏଟା? ନିର୍ଧନ, ମୁଁ ଲେଖିଦେଉଛି ପିଲାମାନେ, ନିର୍ଧନ ହେଇଯିବ ତୁମର କରେକ୍ଟ ଆନ୍ସର୍। ଠିକ୍ ଅଛି, ତ ନେକ୍ସଟ କ୍ୱେଶ୍ଚନ୍ ଦେଖ, ଗୋଟେ ମିନିଟ୍,
ନେକ୍ସଟ ଦେଲା ନିମ୍ନରେ ଥିବା ବିଶେଷଣ ବାଛି ଲେଖ। ଅର୍ଜୁନଙ୍କ ତୃତୀୟ ପାଣ୍ଡବ କୁହାଯାଏ। এই ବାକ୍ୟର ତୃତୀୟ ପଦଟି ଡ୍ୟାସ୍। এটা হচ্ছে ପିଲାର ସଂଖ୍ୟାବାଚକ ବିଶେଷଣ। ଠିକ୍ ଅଛି, ସଂଖ୍ୟାବାଚକ ହେଇଯିବ তোমার କରେକ୍ଟ ଆନ୍ସର। ନେକ୍ସଟ ଦେଖ 16 নম্বর কোশ্চেন। 16 নম্বর ଗୋଟେ ମିନିଟ୍ 16 নম্বর ଦେଲା କି তোমার ରେଖାଙ୍କିତ ପଦକୁ ବିଶେଷ୍ୟରେ ପରିବର୍ତ୍ତନ କରି ଲେଖ। ଠିକ୍ ଅଛି, ଏ ଯେଉଁ ସାଂସ୍କୃତିକ ବିଶେଷ୍ୟ ପଦରେ ପରିବର୍ତ୍ତନ କରି ଲେଖିବ। ଆମ ସଂସ୍କୃତି ଓ ପରମ୍ପରା ମହାନ। ନେକ୍ସଟ ସମ୍ପଦର ବିପରୀତ ଅର୍ଥବୋଧକ। ସମ୍ପଦର ବିପରୀତ ଶବ୍ଦ ପିଲାମାନେ ଲେଖିବ ତୁମେ ଏଇଠି। ନେକ୍ସଟ ଦେଖ, ନେକ୍ସଟ ଦେଲା କି ସରସୀରେ ଫୁଟିଛନ୍ତି ପଦ୍ମ। ଏଠାରେ ସରସୀ ଶବ୍ଦର ଅର୍ଥ ମାନେ କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ସରସୀ ଅର୍ଥରେ ଏଠି ପୋଖରୀ ଅର୍ଥରେ ବ୍ୟବହାର କରାଯାଇଛି। ଠିକ୍ ଅଛି। ନେକ୍ସଟ 20 নম্বର ତଳେ ଦିଆଯାଇଥିବା ଶବ୍ଦ ବ୍ୟବହାର କରି ଗୋଟେ ବାକ୍ୟ ଲେଖ। ସଲା ସୁତରା। ସଲା ସୁତରା ନେଇ ତୁମେ ଗୋଟେ ଭଲସେ ବାକ୍ୟ ବନେଇକି ଲେଖିବ, ଯାହା ମନକୁ ଯେମିତି ବାକ୍ୟ ଆସିବ ସେମିତି ଲେଖିବ। ଠିକ୍ ଅଛି। ନେକ୍ସଟ 21 নম্বର କୋଶ୍ଚିନ୍ ଦେଖ। ତଳେ ଦିଆଯାଇଥିବା ଶବ୍ଦର ସନ୍ଧି ବିଚ୍ଛେଦ କର। ଦୁର୍ଲଭ, ଅଧିକାଂଶ, ଅଧିକ ଯୁକ୍ତ ଆଂଶ। ଦୁର୍ଲଭ ପିଲାମାନେ ଗୋଟେ ଡାଉଟ୍ ରହିଛି, ତୁମେ ଦେଖିନିଥିବ ଦୁର୍ଲଭର ସନ୍ଧି ବିଚ୍ଛେଦ କ'ଣ ହେବ। ନେକ୍ସଟ 22 নম্বର କୋଶ୍ଚିନ୍। କ ସ୍ତମ୍ଭରେ ଦିଆଯାଇଥିବା ଶବ୍ଦର ଅର୍ଥ ସୂଚାଉଥିବା ଶବ୍ଦକୁ ଖ ସ୍ତମ୍ଭରୁ ବାଛି ଗାର ଟାଣି ଯୋଡ଼। କାରଣ କ ସ୍ତମ୍ଭ ରହିଛି, ଖ ସ୍ତମ୍ଭ ରହିଛି, ଏଇଟା ତୁମେ ଗାର ଟାଣି ଯୋଡ଼ିବ। ଠିକ୍ ଅଛି। ନେକ୍ସଟ କୋଶ୍ଚିନ୍ ଦେଖ। ତ ନେକ୍ସଟ କୋଶ୍ଚିନ୍ ହେଲା 23 নম্বর କୋଶ୍ଚିନ୍। ସ୍ନାନାଗାର ପରି ଗୋଟିଏ ଶବ୍ଦ ଲେଖ। ପାଠାଗାର। ତୁମେ ସ୍ନାନାଗାର ପରି ଅନେକ ଶବ୍ଦ ଲେଖିପାରିବ ପିଲାମାନେ। ଠିକ୍ ଅଛି, ତୁମେ ଗୋଟେ ସେମିତି କହିଛି, ଆମେ ଲେଖିଦେବା ପାଠାଗାର। ପାଠାଗାର। ନେକ୍ସଟ ଦେଖ 24 নম্বর କୋଶ୍ଚିନ୍। ଆଖି ପକାଇବା ରୂଢ଼ିର ଅର୍ଥ ହେଉଛି। ଆଖି ପକାଇବା ରୂଢ଼ିର ଅର୍ଥ କ'ଣ ପିଲାମାନେ? ନଜର ରଖିବା, ନଜର ପକାଇବା। ତ ଘ ହେଇଯିବ କରେକ୍ଟ ଆନ୍ସର। ନେକ୍ସଟ ଦେଖ, ନେକ୍ସଟ ହେଲା ତୁମ 25 নম্বর କୋଶ୍ଚିନ୍। ନିମ୍ନଲିଖିତ ସଂଳାପ ଗୁଡ଼ିକ କେଉଁ କେଉଁ ପ୍ରସଙ୍ଗରେ କୁହାଯାଇଛି ବୋଲି ଲେଖ। ମହର୍ଷି ମନ୍ତ୍ରୀଙ୍କ ମାନେ ଏଇ ଯେଉଁ କଥାବାର୍ତ୍ତା କିଏ କାହାକୁ କାହା ପ୍ରସଙ୍ଗରେ କୁହାଯାଇଛି ବୋଲି ବୁଝାଇ ଲେଖିବା ପାଇଁ କୁହାଯାଇଛି। ଠିକ୍ ଅଛି। ତ ନେକ୍ସଟ କୋଶ୍ଚିନ୍ ଦେଖ 26 নম্বর କୋଶ୍ଚିନ୍ ପିଲାମାନେ। ଓକିଲ। ନିଶ୍ଚୟ ନିଶ୍ଚୟ, ତମେ ସମସ୍ତେ ଯେ ବଡ଼ ଭାଗ୍ୟବାନ। ବାପା ତୁମର ଯେମିତି ଦେବତା, ମା ବି ସେମିତି ଲକ୍ଷ୍ମୀ ସାନ୍ତାଣୀ। এটা ପିଲାମାନେ ତୁମେ ଭଲସେ ମାନେ ବର୍ଣ୍ଣନା କରି ଲେଖିବା ପାଇଁ କୁହାଯାଇଛି ଏଠି। ନିମ୍ନଲିଖିତ ସଂଖ୍ୟା। ଠିକ୍ ଅଛି। ତ ନେକ୍ସଟ ଦେଖ ପିଲାମାନେ 27 নম্বর କୋଶ୍ଚିନ୍। ନିମ୍ନଲିଖିତ ପ୍ରସଙ୍ଗ ଗୁଡ଼ିକ ମଧ୍ୟରେ 80 ଶବ୍ଦରେ ଯେକୌଣସି ଗୋଟେ ବିଷୟରେ ଲେଖ। ମାନେ ପିଲାମାନେ ରଚନା ଲେଖିବାକୁ କହିଛି, ସଡ଼କ ନିରାପତ୍ତା କିମ୍ବା ତୁମ ବିଦ୍ୟାଳୟ କିମ୍ବା ଜଳ ସଂରକ୍ଷଣ। ଠିକ୍ ଅଛି। ତ ୟାଙ୍କ ଭିତରୁ ଯେକୌଣସି ଗୋଟେ ବିଷୟରେ ତୁମେ ରଚନା ଲେଖିବ। କେତେଟି ଶବ୍ଦରେ ନା 80ଟି ଶବ୍ଦରେ। ତ ନେକ୍ସଟ ଦେଖ ପିଲାମାନେ, ଟୋଟାଲି ତୁମର ଏତିକି ଥିଲା କୋଶ୍ଚିନ୍। ଦେଖ ତୁମର ଏତିକି ଥିଲା ତୁମର 50 ମାର୍କର ଟୋଟାଲ 50 ମାର୍କର କୋଶ୍ଚିନ୍। ତ ପିଲାମାନେ ଯେଉଁମାନେ ବି ଏତେ ପର୍ଯ୍ୟନ୍ତ ଚ୍ୟାନେଲଟି ସବସ୍କ୍ରାଇବ୍ କରିନାହ, ଚ୍ୟାନେଲଟି ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅଲ୍ରେ ସେଟ୍ କର ଏବଂ ଭିଡ଼ିଓଟି ଗୋଟେ ଲାଇକ୍ କରି ତୁମ ସାଙ୍ଗମାନଙ୍କ ପାଖକୁ ସେୟାର କର। ଠିକ୍ ଅଛି, ଯାହାଦ୍ୱାରା କି ଆଗକୁ ଆସୁଥିବା ଇଂଲିଶ ଏବଂ ଅନ୍ୟ ସବୁ ସବଜେକ୍ଟର ତୁମେ ପ୍ରଶ୍ନପତ୍ର ପାଇପାରିବ। ଠିକ୍ ଅଛି। ଥ୍ୟାଙ୍କ ୟୁ ପିଲାମାନେ, ଦେଖା ହେବ ନେକ୍ସଟ ଭିଡ଼ିଓରେ।